ଦେଖନ୍ତୁ ଏଣିକି ଯୁକ୍ତ 2 ପରେ ବିଇଡି କରିପାରିବେ। ଏହାଛଡ଼ା ଏହା ବି ଦେଖନ୍ତୁ +2 ପରେ କରିହେବ ବିଇଡି। ତେବେ ଆସିଅଛି ବଡ଼ ଖୁସି ଖବର। ପୂର୍ବରୁ କ'ଣ ହେଉଥିଲା କି ଆପଣ +2 ପରେ 3 ବର୍ଷ +3 ତାପରେ 2 ବର୍ଷ ବିଇଡି ହେଉଥିଲା, କିନ୍ତୁ ଏଥର ଯୁକ୍ତ 2 ପରେ ଡାଇରେକ୍ଟ ମଧ୍ୟ ଆପଣ ବିଇଡି କରିପାରିବେ। କ'ଣ ରହିଛି ଅପଡେଟ୍, ଯାହା ବିଷୟରେ ଆମେ ଜାଣିବା, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଏଣିକି ଯୁକ୍ତ 2 ପରେ ଛାତ୍ରଛାତ୍ରୀ ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ ପ୍ରୋଗ୍ରାମ ଅର୍ଥାତ୍ ITEP ମାଧ୍ୟମରେ 4 ବର୍ଷର ପାଠ୍ୟକ୍ରମରେ ନିଜର ବିଇଡି ଶିକ୍ଷାବର୍ଷକୁ ସମ୍ପୂର୍ଣ୍ଣ କରିପାରିବେ। ବିଗତ ଦିନରେ ଛାତ୍ରଛାତ୍ରୀ ଯୁକ୍ତ 2 ପରେ 3 ବର୍ଷ ସ୍ନାତକ ଏବଂ ଏହାପରେ 2 ବର୍ଷର ବିଇଡି ପାଠ୍ୟକ୍ରମ ଅର୍ଥାତ୍ 5 ବର୍ଷ ପରେ ବିଇଡି ସାର୍ଟିଫିକେଟ୍ ପାଇପାରୁଥିଲେ। ତେବେ ITEP ଲାଗୁ ହେବା ପରେ ଛାତ୍ରଛାତ୍ରୀ ସିଧାସଳଖ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇ ନିଜର ସ୍ନାତକ ଓ ବିଇଡି ପାଠ୍ୟକ୍ରମକୁ 4 ବର୍ଷ ମଧ୍ୟରେ ଶେଷ କରିପାରିବେ। ତେବେ ଜାତୀୟ ଶିକ୍ଷାନୀତି 2020 ଆଧାରରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ରହିଥିବା ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ଅର୍ଥାତ୍ ବିଏଡି କଲେଜରେ ITEP ଲାଗୁ କରିବା ପାଇଁ 8ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସେମାନଙ୍କ ନିକଟସ୍ଥ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। ତେବେ ଏହି ବୁଝାମଣା ପତ୍ର ସ୍ୱାକ୍ଷର ହୋଇସାରିବା ପରେ ଆଗାମୀ ଦିନରେ ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେସନ ନିୟମ ଅନୁଯାୟୀ ITEP ଲାଗୁ କରିହେବ। ତେବେ ITEP ଲାଗୁ ହେବା ଦ୍ୱାରା ଶିକ୍ଷକଗଣ ଅନୁଷ୍ଠାନଗୁଡ଼ିକ ମଲ୍ଟି ଡିସିପ୍ଲିନାରୀ ହୋଇପାରିବେ। ତେବେ ଯାହାକି ଏଇଥର ମଧ୍ୟ ଲାଗୁ ହୋଇଯିବ କି ଆପଣ ଯୁକ୍ତ 2 ପରେ କରିପାରିବେ ବିଇଡି। 4 ବର୍ଷ ଶିକ୍ଷାନୁଷ୍ଠାନ ପରେ ଆପଣଙ୍କୁ ପାଇପାରିବେ ବିଇଡି ସାର୍ଟିଫିକେଟ୍। ତେବେ ଆପଣ ଜାଣିଲେ ସେୟାର କରି ସାଙ୍ଗସାଥୀମାନଙ୍କୁ ଜଣାଇ ଦିଅନ୍ତୁ।